ସେହି ସଫଳତାର କ'ଣ ଦରକାର ଯେଉଁଠାରେ ମଣିଷ ଉପରକୁ ଉଠେ ଓ ମଣିଷତ୍ୱ ତଳକୁ ଯାଏ। ନିଜ ମୁହଁରେ କାହାର ଭୁଲ କୁହନ୍ତୁ ନାହିଁ, କାହିଁକି ନା ଭୁଲ ତୁମର ମଧ୍ୟ ହୋଇପାରେ ଓ ମୁହଁ ସେମାନଙ୍କର ମଧ୍ୟ ଅଛି। ଭିଡ଼ରେ ସମସ୍ତ ଲୋକ ଭଲ ହୋଇନଥାନ୍ତି ଓ ଭଲ ଲୋକଙ୍କ ଭିଡ଼ କେବେ ହୋଇନଥାଏ। ଖରାପ ଲୋକଙ୍କୁ ଛାଡ଼ିଦେଇ ଭଲ ଲୋକଙ୍କୁ ଖୋଜିବା ଠାରୁ ଭଲ ଅଟେ କି ଆମେ ଖରାପ ଲୋକଙ୍କ ଖରାପ କଥାକୁ ଛାଡ଼ି ସେମାନଙ୍କ ମଧ୍ୟରେ ଭଲ ଜିନିଷ ଖୋଜିବା। ନିଜର ଦୁଃଖ ସମସ୍ତଙ୍କୁ କୁହ ନାହିଁ, କାରଣ ଔଷଧ ସମସ୍ତଙ୍କ ଘରେ ଥାଉ କି ନଥାଉ, ଲୁଣ ସମସ୍ତଙ୍କ ଘରେ ଥାଏ। ଟଙ୍କା ଯେତେ ତଳେ ପଡ଼ିଲେ ମଧ୍ୟ ଏତେ ତଳେ ପଡ଼େ ନାହିଁ ଯେତେ ତଳେ ମଣିଷ ସେହି ଟଙ୍କା ପାଇଁ ପଡ଼ିଥାଏ। କାହାକୁ ଦୁଃଖ ଦେବ ନାହିଁ, କାହିଁକି ନା ଦେଇଥିବା ଜିନିଷ 1000 ଗୁଣ ବଢ଼ି ଫେରିଥାଏ। ଜୀବନରେ ଯଦି ଖୁସିରେ ରହିବା ପାଇଁ ଚାହୁଁଛନ୍ତି, ଲୋକଙ୍କ କଥାକୁ ମନରେ ଧରିବା ଛାଡ଼ି ଦିଅନ୍ତୁ। ଯଦି କାହା ପାଇଁ ତୁମ ମନରୁ ପ୍ରଶଂସା ବାହାରୁଛି, ତାହେଲେ ସଙ୍ଗେ ସଙ୍ଗେ କହିଦିଅ ଓ ଯଦି କେବଳ ମୁହଁରୁ ବାହାରୁଛି, ରହିଯାଅ। ମଣିଷ ଭିତରେ ଯାହା ଥାଏ ତାହା ସ୍ୱାଭିମାନ ଅଟେ ଓ ଯାହା ବାହାରକୁ ଦେଖାଯାଏ ତାହା ଅଭିମାନ ଅଟେ। କେତେ ବିଚିତ୍ର ହୋଇଥାଏ ମଣିଷ। ଆମେ ସେତେବେଳେ ମିଶିବା ପାଇଁ ଚାହିଁଥାଉ ଯେତେବେଳେ ଆମର ଭୁଲ ଥାଏ ଓ ଆମକୁ ସେତେବେଳେ ନ୍ୟାୟ ଦରକାର ଥାଏ ଯେତେବେଳେ ଅନ୍ୟର ଭୁଲ ଥାଏ। ଜୀବନ ସାରା ଗୋଟିଏ ଶିକ୍ଷା ମନେ ରଖିଥିବ, ଯେତେବେଳେ ପ୍ରାର୍ଥନା କରୁଥିବ ମନକୁ ସଫା ରଖିଥିବ। ପରୀକ୍ଷା ବିଦ୍ୟାଳୟରେ ଦିଅ ଅବା ଜୀବନରେ ସବୁବେଳେ ମନରୁ ଦେବ। ମଣିଷ ନିଜ ଗୋଡ଼ରେ ତା ଲକ୍ଷ୍ୟସ୍ଥଳକୁ ଯାଇଥାଏ, ଅନ୍ୟ ଲୋକଙ୍କ ଗୋଡ଼ରେ ତ ଶବ ଯାଇଥାଏ। ଗୋଟିଏ ଶାନ୍ତ ନଦୀର ନାବିକ କେବେ ମହାନ ହୋଇନଥାଏ। ଯଦି ମହାନ ହେବାକୁ ଅଛି ତ ବଡ଼ ଝଡ଼ର ସାମ୍ନା କରିବାକୁ ପଡ଼ିବ। କେବଳ ନିଜ କାମରେ ଧ୍ୟାନ ଦିଅନ୍ତୁ, ନାମ ତ ଆପେ ଆପେ ହୋଇଯିବ। ଯଦି ଆପଣ ଜାଣିଛନ୍ତି କି ଆପଣ ଠିକ୍ ଅଟନ୍ତି, ତାହେଲେ ଲୋକଙ୍କୁ ଯାହା କହିବାର ଅଛି କହିବାକୁ ଦିଅ। ଆପଣଙ୍କ ପଛରେ ଯିଏ ଯାହା କହୁ, ଡରନ୍ତୁ ନାହିଁ, କାହିଁକି ନା କଥା ସେମାନଙ୍କ ହୋଇଥାଏ ଯେଉଁମାନଙ୍କ କିଛି କଥା ଥାଏ। କାହିଁକି ଡରିବା? ଜୀବନରେ କ'ଣ ହେବ? ସବୁବେଳେ ଏହା କାହିଁକି ଭାବିବା ଯେ ଖରାପ ହେବ? ବଢ଼ିଚାଲ ନିଜ ଲକ୍ଷ୍ୟସ୍ଥଳକୁ। କିଛି ମିଳୁ ନ ମିଳୁ ଅନୁଭବ ତ ମିଳିବ। କର୍ମଭୂମିରେ ଫଳ ପାଇଁ କାମ ସମସ୍ତଙ୍କୁ କରିବାକୁ ପଡ଼ିଥାଏ। ଭଗବାନ କେବଳ ରେଖା ଦେଇଥାନ୍ତି, ସେଥିରେ ରଙ୍ଗ ଆମକୁ ଭରିବାକୁ ପଡ଼ିଥାଏ। ଚାଲିବା ବନ୍ଦ କର ନାହିଁ, ଲକ୍ଷ୍ୟ ଏବେ ମଧ୍ୟ ଦୂରରେ ଅଛି। ଆଜି କିମ୍ବା କାଲି ତୁମ ହାତରେ ହେବ ଏହି ଦୁନିଆ, ଯଦି ଲକ୍ଷ୍ୟ ତୁମ ଆଖିରେ ଅଛି। ଯଦି ଆପଣ ଏହିପରି ଲୋକଙ୍କୁ ଖୋଜୁଛନ୍ତି ଯିଏ ଆପଣଙ୍କ ଜୀବନ ପରିବର୍ତ୍ତନ କରିଦେବ, ତାହେଲେ ଥରେ ନିଜକୁ ଦର୍ପଣରେ ଦେଖ, ସେହି ଲୋକ ଆପଣଙ୍କୁ ମିଳିଯିବ। କେବଳ ଭାବୁଥିଲେ ମିଳେ ନାହିଁ ଜୀବନର ଲକ୍ଷ୍ୟ, ତାକୁ ପାଇବାକୁ ହେଲେ କରିବାକୁ ପଡ଼ିଥାଏ ବହୁତ କଷ୍ଟ। ଏତେ ଭାବନ୍ତୁ ନାହିଁ ଯେପରି ସମୟ ଚାଲିଯିବ ଓ ଆପଣ ଭାବୁଥିବେ
ଆପଣଙ୍କ ମୂଲ୍ୟ ଏତେ ରଖନ୍ତୁ ଯେପରି ଦେଇ ହେଉଥିବ। ଯଦି ଆପଣ ଅମୂଲ୍ୟ ହୋଇଯିବେ ତ ଏକା ହୋଇଯିବେ। କିଛି ଲୋକ ଆଖିର ଲୁହ ପରି ହୋଇଥାନ୍ତି, ଜଣାପଡ଼ିନଥାଏ ସାଙ୍ଗରେ ଅଛନ୍ତି କି ସାଙ୍ଗ ଛାଡ଼ି ଦେଇଛନ୍ତି। ଯେଉଁଠାରେ ନିଜର ସମ୍ମାନ ନାହିଁ ସେଠାରେ ରହିବା ଠିକ୍ ନୁହେଁ। ଦୁଃଖର ସମୟକୁ ଖୁସିର ସହ ଅତିବାହିତ କର, କାହିଁକି ନା ଏହା ତୁମକୁ ଲକ୍ଷ୍ୟ ପାଖରେ ପହଞ୍ଚାଇବ। ଜୀବନର ଦୌଡ଼ ଭାଗରେ ହଜିଯାଇଛି ସେହି ଶବ୍ଦ ଯାହାକୁ କି ଆମେ ଶାନ୍ତି କହିଥାଉଁ। ସେଇଟା ବହିରେ ଲେଖା ହୋଇନଥାଏ। ଯେଉଁ ଶିକ୍ଷାଟା ଆମେ ସମାଜରୁ ପାଇଥାଉଁ। ସମୟର ସହିତ ବହୁତ କିଛି ପରିବର୍ତ୍ତନ ହୋଇଥାଏ। କେତେବେଳେ ଲୋକ ତ, କେତେବେଳେ ସମ୍ପର୍କ ଓ ବେଳେ ବେଳେ ଆମେ ମଧ୍ୟ। ଏହା ଜରୁରୀ ନୁହେଁ କି କିଛି ଭାଙ୍ଗିବା ପାଇଁ ପଥର ଉଠାଇବାକୁ ପଡ଼ିବ। କେତେଥର କଠୋର କଥା ମଧ୍ୟ ମନ ଭାଙ୍ଗିଥାଏ। ଝଡ଼ି ଯାଇଥିବା ପତ୍ର ମଧ୍ୟ ଶିକ୍ଷା ଦିଅନ୍ତି। ଯଦି ବୋଝ ହୋଇଯିବ ତ ନିଜ ଲୋକମାନେ ମଧ୍ୟ ଛାଡ଼ିଦେବେ। ଜୀବନ ବହୁତ ଅମୂଲ୍ୟ ଅଟେ। ଏହାକୁ ଖୁସିର ସହ ବଞ୍ଚନ୍ତୁ। କେବଳ ପ୍ରତିଦିନ ଏତିକି କାମ କରନ୍ତୁ। ଦୁଃଖକୁ ଡିଲିଟ୍ କରନ୍ତୁ, ଖୁସିକୁ ସେଭ୍ କରନ୍ତୁ, ସମ୍ପର୍କକୁ ରିଚାର୍ଜ କରନ୍ତୁ, ବନ୍ଧୁତ୍ୱକୁ ଡାଉନଲୋଡ୍ କରନ୍ତୁ, ଶତ୍ରୁତାକୁ ଇରେଜ୍ କରନ୍ତୁ। ଜୀବନରେ ଯେତେବେଳେ ଖରାପ ସମୟ ଆସେ, ମନରେ କେବଳ ଗୋଟିଏ କଥା ଆସେ, ଭଗବାନ ମୋର କଷ୍ଟ କାହିଁକି ଦେଖୁନାହାନ୍ତି, ମୋର ପ୍ରାର୍ଥନା କାହିଁକି ଶୁଣୁନାହାନ୍ତି। ସେହି ସମୟରେ ମନେ ରଖିଥିବ, ଯେତେବେଳେ ପରୀକ୍ଷା ହେଉଥାଏ ସେତେବେଳେ ଶିକ୍ଷକ ସବୁବେଳେ ଚୁପ୍ ରହିଥାନ୍ତି। କେତେଥର ଜୀବନରେ ଏମିତି ସମୟ ଆସିଥାଏ କି ମଣିଷ ଯଦି ଅଭିଯୋଗ କରିଦେବ ତ ତା ସମ୍ପର୍କ ମରିଯିବ ଓ ଯଦି ତାହା ନ କହି ମନେ ରଖିବ ତ ସେ ନିଜେ ମରିଯିବ। ଏତେ ଛୋଟ ହୁଅ ଯେପରି ସମସ୍ତେ ଆପଣଙ୍କ ସାଙ୍ଗରେ ବସିପାରିବେ ଓ ଏତେ ବଡ଼ ହୁଅ କି ଯେତେବେଳେ ଆପଣ ଠିଆ ହେବେ ଯେପରି କେହି ବସିନଥିବେ। ସ୍ୱାର୍ଥ ଓ ଅହଙ୍କାରର ସମ୍ପର୍କ କୋଇଲା ପରି ହୋଇଥାଏ। ଯେତେବେଳେ ଗରମ ହୋଇଥାଏ ଛୁଇଁଲେ ଲୋକଙ୍କୁ ଜଳାଇ ଦିଏ ଓ ଯେତେବେଳେ ଥଣ୍ଡା ହୋଇଥାଏ ହାତକୁ କଳା କରିଦିଏ। ଆପଣଙ୍କ ଆଶାର ଭଣ୍ଡାରକୁ ଖାଲି କରିଦିଅ। ଆସିବାକୁ ଥିବା ଅହଙ୍କାର ତା ଆପେ ଆପେ ଚାଲିଯିବ। ଚାଲି ଯାଇଥାଏ ଖୁସିର ସମୟ ଯାତ୍ରୀଙ୍କ ପରି। ମନ ସେହିଠାରେ ରହିଯାଏ ଚଲାପଥ ପରି। ଗୋଟିଏ ବୟସ ପରେ ସେହି ବୟସର କଥା ଜୀବନ ସାରା ମନେ ପଡ଼ିଥାଏ, କିନ୍ତୁ ସେହି ବୟସ ଜୀବନ ସାରା ଆସିନଥାଏ। ମୋର ଭୁଲ, ମୋର ଦୋଷ ସବୁ ଭୁଲିଯାଅ, କାହିଁକି ନା ମୁଁ ଯେଉଁ ପରିସ୍ଥିତିରେ ରହୁଛି ତାକୁ ସମାଜ କୁହାଯାଏ। ଅଭିମାନ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କୁ ଲାଗିଥାଏ କି ଆପଣ କିଛି କରିଛନ୍ତି ଓ ସମ୍ମାନ ସେତେବେଳେ ମିଳିଥାଏ ଯେତେବେଳେ ଲୋକଙ୍କୁ ଲାଗେ କି ଆପଣ କିଛି କରିଛନ୍ତି। ପେଟକୁ ଯାଇଥିବା ବିଷର ଚିକିତ୍ସା ଅଛି, କିନ୍ତୁ କାନକୁ ଯାଇଥିବା ବିଷର ନୁହେଁ। କାହାକୁ ଦୁଃଖ ଦେବା ବି ଗୋଟିଏ ଧାର ଅଟେ, ଯାହାକି ସୁଧ ସହିତ ଆପଣଙ୍କୁ ଆଉ କାହା ହାତରୁ ନିଶ୍ଚୟ ମିଳିବ। ମଣିଷ ମୁହଁ ତ ସଫା ରଖିଥାଏ, ଯେଉଁଠାରେ ଲୋକଙ୍କ ଆଖି ପଡ଼ିଥାଏ, କିନ୍ତୁ ମନକୁ ସଫା ରଖିନଥାଏ, ଯେଉଁଠାରେ ଭଗବାନଙ୍କ ଆଖି ପଡ଼ିଥାଏ। ମଣିଷ ସବୁବେଳେ ଅସୁବିଧାରୁ ଶିଖିଥାଏ ଓ ଆଗକୁ ବଢ଼ିଥାଏ। ଖୁସିରେ ତ ସେ ପାଇଥିବା ଶିକ୍ଷା ମଧ୍ୟ ଭୁଲି ଯାଇଥାଏ।
भगवान को विश्वास गोटे छोट शिशु परी कर। जेपरी छुआटीर माँ ताकू जेतेबेले ऊपर को फिंकी थाए से खुशी होई थाए काहेकि ना ताकू जणा थाए ता माँ ताकू केबे तले पड़िबाकू देव नाही। एपरी लोकमानंक ठारू सतर्क थिबो जेउ माने सुनंती किछि कहंती किछि ओ करंती आउ किछि। समय टिकिए बदली कौन गला बाहर लोकंक भिड़रे प्रथमे निज लोकंकु देखिली। सबुठारु महंगा जिनिस हेउछि आमर वर्तमान। एहा थरे चलीगले दुनियार सबुठारु महंगा जिनिस देई मध्य किणी पारिबा नाही। भगवान ना तो कागज रखि थांती ना तो बही रखि थांती किंतु सारा जगतर हिसाब रखि थांती। जीवन रे केबे निजकु अन्य लोकर अभ्यास करिबो नाही काहेकि ना एमिति लोक जेतेबेले छाड़िकी चली जाती मनीष भांगी जाए। भांगिकी खंड खंड हो जाती सही लोक माने जो माने निज ठारू अधिक अन्य लोकंकु विश्वास करती। जदि अन्य लोकंकु दुखरे देखी आपणंकु मध्य दुख लागे जानि नियंतु भगवान आपणंकु मनीष जन्म करी किछि भूल करी नाहंती। काहाकू कहिबाकू न पड़ू कि तुम पाई प्रार्थना करिबे एतिकी काम कर कि समस्ते तांको मनरू तुम पाई प्रार्थना करिबे। आजिर दुनिया रे गरीब लोकटी जेते निज संपर्क हेले मध्य ता सहित संपर्क लुचाई थांती और धनी लोकटी जेते दूर संपर्क हेले मध्य ता सहित बढ़ई चढ़ई संपर्क जोड़ी थांती। जेते धन थिले मध्य केबे अहंकार करिबो नाही काहेकि ना जीवनर शेष यात्रा हाथ खोला करी ओ अन्य लोकंको गोड़रे ही जीवाकू पड़ी थाए। चारि जण संपर्कीय गोटिए दिगरे सेतेबेले जाई थांती जेतेबेले पंचम संपर्कीय तांको कांधरे थाए। कहार कहिबा द्वारा जदि भल कि खराब हेबाकू लागिबो संसार संपूर्ण स्वर्ग होई जिवो किंबा नरक सेथि पई एहा ध्यान दियंतु नाही। लोके कोन कहउछंती केवल सेईटा कर जेउटा भल ओ सत्य हेबो। भाषार अनुवाद होई पारिबो भावनार नुहे तेणु भावना को बुझिबाकू हुए। आजिर भिडियोटी केमिति लागिला कमेंट करंतु। भल लागिथिले लाइक शेयर करंतु। प्रथम थर देखुथिले सब्सक्राइब करी बेल घंटी को ऑल करंतु। पुणी देखा हेबो आउ एक वीडियो सहित। धन्यवाद।